ଅନେକ ଦିନ ତଳର କଥା। ମଧୁପୁର ନାମକ ଗୋଟିଏ ସୁନ୍ଦର ଗାଁଟିଏ ଥିଲା। ସେହି ଗାଁରେ ରଶ୍ମି ତାର ସ୍ୱାମୀ ରବି ଓ ତାର ସାନ ଝିଅ ରାଣୀ ସହିତ ରହୁଥିଲା। ରଶ୍ମି ମା ଦୁର୍ଗାଙ୍କୁ ବହୁତ ଭକ୍ତି କରେ। ରଶ୍ମିର ସ୍ୱାମୀ ରବି ସହରରେ ଚାକିରି କରୁଥିଲେ, ତେଣୁ ସେ କେବଳ ଛୁଟି ସମୟରେ ହିଁ ଘରକୁ ଆସୁଥିଲେ। ସେଥିପାଇଁ ଅନ୍ୟ ସମୟରେ ଘରେ କେବଳ ରଶ୍ମି ଓ ତାର ଝିଅ ରାଣୀ ରହୁଥିଲେ। ରାଣୀ ବହୁତ ଚୁଲବୁଲି ଝିଅଟିଏ ଥିଲା। ସେ ଖେଳକୁଦ ସହିତ ପାଠ ପଢ଼ିବାକୁ ମଧ୍ୟ ବହୁତ ଭଲ ପାଉଥିଲା। ଦିନକର କଥା, ରାଣୀ ଖେଳୁ ଖେଳୁ ଅଜାଣତରେ ତାଙ୍କ ଘରର ଗୋଟେ କୋଣକୁ ଚାଲିଗଲା। ସେହି ଜାଗାକୁ ସେ ଆଗରୁ କେବେ ବି ଯାଇନଥିଲା। ସେ ଦେଖିଲା ସେଠାରେ ଗୋଟେ ରୁମ୍ ବନ୍ଦ ହେଇ ରହିଛି। ସେହି କବାଟ ବହୁତ ପୁରୁଣା। ସେଥିରେ ଗୋଟେ ବଡ଼ ପୁରୁଣା ତାଲାଟିଏ ଝୁଲୁଛି। ତାକୁ ଦେଖି ସେ ତାଲା ଆଡ଼କୁ ହାତ ବଢ଼େଇବାକୁ ଲାଗିଲା। ରାଣୀ, କ'ଣ କରୁଛୁ? ରହ। ଏତିକି କହି ରାଣୀର ମା ରଶ୍ମି ସେଠାକୁ ଆସିଲେ। ସେ ରାଣୀକୁ କହିଲେ, ରାଣୀ, ତୁ ଏଠି କ'ଣ କରୁଛୁ? ତୁ ଏଠିକି କାହିଁକି ଆସିଛୁ? ମୁଁ ତତେ କେତେ ଥର ମନା କରିଛି ନା, ଘରର ଏଇ ପାଖକୁ ତୁ ଆସିବୁନି। ଏବେ ଚାଲ ଏଠୁ। ରାଣୀ କହିଲା, କିନ୍ତୁ କ'ଣ ପାଇଁ ମା? ଏଠି କ'ଣ ଅଛି? କାହିଁକି ତମେ ମୋତେ ଏଠିକି ଆସିବାକୁ ମନା କରୁଛ? ତୋର ଏତେ କଥା ଜାଣିବା ଦରକାର ନାହିଁ। ମୁଁ ତତେ କହିଲି ନା ଏଠିକି ଆସିବୁନି, ବାସ୍ ସେତିକି। ମୁଁ ଯାହା କହୁଛି ସେତିକି ମାନ। ଏବେ ଚାଲ ଏଠୁ। ରଶ୍ମି ରାଣୀକୁ ସେଠାରୁ ନେଇ ଆସିଲେ। ଦଶହରା ସମୟ। ଦିନେ ରାତିରେ ରଶ୍ମି କୌଣସି କାରଣରୁ ଟିକେ ବାହାରକୁ ଯାଇଥିଲେ। ଘରେ ରାଣୀ ଏକା ଥିଲା। ରାଣୀ ଖେଳୁ ଖେଳୁ ପୁଣି ସେ କବାଟ ପାଖକୁ ଚାଲିଗଲା। ଘରେ ମା ତ ନଥିଲେ, ତେଣୁ ତାକୁ ସେ କବାଟ ଖୋଲିବାକୁ ବହୁତ ଇଚ୍ଛା ହେଲା। ତାର ଜାଣିବାକୁ ଇଚ୍ଛା ହେଲା ଯେ ସେଠି ଏମିତି କ'ଣ ଅଛି ଯେଉଁଥିପାଇଁ ତା ମା ତାକୁ ସବୁବେଳେ ସେଠିକି ଯିବାକୁ ମନା କରୁଥିଲେ। ଠିକ୍ ସେତିକି ବେଳେ ସେ ଘର ଭିତରୁ ସେ କିଛି ଶବ୍ଦ ଶୁଣିଲା। ସେ ଶବ୍ଦ ଶୁଣି ରାଣୀ କବାଟ ଖୋଲିବ ବୋଲି ଭାବିଲା। ଯେହେତୁ ସେ ତାଲାର ଚାବି କେଉଁଠି ଅଛି ରାଣୀ ଜାଣିଥିଲା, ତେଣୁ ସେ ଚାବି ଆଣି କବାଟ ଖୋଲିଦେଲା। ଯେମିତି ସେ କବାଟ ଖୋଲିଛି, ଚାରିଆଡ଼େ ଜୋର ପବନ ବହିବାକୁ ଲାଗିଲା। ଏସବୁ ଦେଖି ରାଣୀ ବହୁତ ଡରିଗଲା। ହଠାତ୍ ସେ ରୁମ୍ ଭିତରୁ ଗୋଟିଏ ପିଶାଚିନୀଟିଏ ବାହାରି ଆସିଲା। ଠିକ୍ ସେହି ସମୟରେ ରାଣୀର ମା ରଶ୍ମି ଘରକୁ ଫେରିଲେ। ଘରେ ଏମିତି ପରିସ୍ଥିତି ଦେଖି ସେ ସାଙ୍ଗେ ସାଙ୍ଗେ ରାଣୀକୁ ନେଇ ଠାକୁର ଘରେ ଯାଇ ବସିଲେ। ରାଣୀ ଆଉ ରଶ୍ମି ଦୁହେଁ ବହୁତ ଡରି ଯାଇଥିଲେ। ସେତିକି ବେଳେ ରାଣୀ ପଚାରିଲା, ମା, ଏସବୁ କ'ଣ ଚାଲିଛି? ମୁଁ କିଛି ବୁଝିପାରୁନି। ଏ ପିଶାଚିନୀ କୋଉଠୁ ଆସିଲା? ରଶ୍ମି କହିଲେ, ଶୁଣ, ଆଜି ମୁଁ ତତେ ସବୁ କଥା କହୁଛି। 12 ବର୍ଷ ତଳେ ଆମେ ଏ ଘର କିଣିଥିଲୁ। ସେତେବେଳେ ଗାଁ ଲୋକମାନେ କହିଲେ ଏ ଘରେ ଗୋଟେ ପିଶାଚିନୀଟିଏ ରହୁଛି। ସେଥିପାଇଁ ଏ ଗାଁରେ ଥିବା ମା ଦୁର୍ଗାଙ୍କ ମନ୍ଦିରର ପୂଜାରୀଙ୍କୁ ଆମେ ଏଠାକୁ ଡାକିଲୁ। ସେ ଏ ଘରେ ଗୋଟେ ପୂଜା କଲେ, ଆଉ ସେ ପିଶାଚିନୀକୁ ଏ ରୁମ୍ ଭିତରେ ବନ୍ଦୀ କରିଦେଇଥିଲେ। ସେ କହିଥିଲେ ଯେମିତି ଭୁଲରେ ବି ଏ କବାଟ କେବେ ବି ନ ଖୋଲେ। ଏଇଥିପାଇଁ ହିଁ ମୁଁ ତତେ ସବୁବେଳେ ମନା କରେ ଯେ ତୁ ସେ ପାଖକୁ ଯାଆନା, ହେଲେ ତୁ ମୋ କଥା ଶୁଣିଲୁନି। ଦେଖିଲୁ ତ ଏବେ କ'ଣ ହେଲା? ରଶ୍ମି ଦେଖିଲେ ସେ ପିଶାଚିନୀ ଏତେ ଦିନ ଧରି ବନ୍ଦୀ ହୋଇ ରହିଥିବାରୁ ବହୁତ ଜୋରରେ ରାଗିଛି। ସେଠିକି ଦୁଇଟି ଛୋଟ ଛୋଟ ପିଲା ଆସି ପିଶାଚିନୀ ପାଖରେ ଠିଆ ହୋଇ କାନ୍ଦିବାକୁ ଲାଗିଲେ। ତାଙ୍କୁ ଦେଖି ପିଶାଚିନୀ ଟିକେ ଶାନ୍ତ ହୋଇଗଲା। କିଛି ଉପାୟ ନ ପାଇ ମା ଝିଅ ଦୁହେଁ ମିଶି ମା ଦୁର୍ଗାଙ୍କର ପୂଜା କରିବା ଆରମ୍ଭ କଲେ।
ସେ ପିଶାଚିନୀ ତାଙ୍କ ପାଖକୁ ଯିବାକୁ ଲାଗିଲା। ତାକୁ ଦେଖି ରାଣୀ ଡରରେ ଠାକୁର ଘର ଭିତରୁ ବାହାରି ଆସିଲା। ତା ପଛେ ପଛେ ରଶ୍ମି ବି ଚାଲି ଆସିଲେ। ରାଣୀକୁ ଦେଖି ପିଶାଚିନୀଟି ତା ଆଡ଼କୁ ମାଡ଼ି ଆସିବାକୁ ଲାଗିଲା। ଆଉ ଠିକ୍ ସେତିକି ବେଳେ ମା ଦୁର୍ଗା ପ୍ରକଟ ହେଲେ। ମା ଦୁର୍ଗା ସେ ପିଶାଚିନୀଟିକୁ ମାରିବାକୁ ଯାଉଥିଲେ। ଠିକ୍ ସେହି ସମୟରେ ସେ ପିଶାଚିନୀଟି କହିଲା, ହେ ମା, ଦୟାକରି ମତେ ମାରନ୍ତୁନି ମା, ମତେ ମୋ କଥା କହିବାକୁ ଗୋଟିଏ ସୁଯୋଗ ଦିଅନ୍ତୁ। ମା ଦୁର୍ଗା କହିଲେ, ହଉ ଠିକ୍ ଅଛି, କହ। ସେ ପିଶାଚିନୀ କହିଲା, ମତେ କ୍ଷମା କରିଦିଅନ୍ତୁ ମା, ମୁଁ ଏମାନଙ୍କର କ୍ଷତି କରିବାକୁ ଚାହୁଁନଥିଲି। ଏ ଘରେ ମୁଁ, ମୋ ସ୍ୱାମୀ ଆଉ ମୋର 2ଟି ଛୁଆ ରହୁଥିଲୁ। ମୋ ସ୍ୱାମୀ ସବୁବେଳେ ବହୁତ ମଦ ପିଉଥିଲେ। ଦିନେ ରାତିରେ ସେ ମଦ ପିଇ ଆସି ମତେ ନିଆଁ ଲଗେଇ ମାରିଦେଲେ। ମୁଁ ତ ମରିଗଲି। ମରିକି ପିଶାଚିନୀ ପାଲଟି ଗଲି। ହେଲେ ମୋ ପିଲାମାନେ, ସେମାନେ ବି କିଛି ଖାଇବାକୁ ନ ପାଇ ଶେଷରେ ମରିକି ଭୂତ ହୋଇଗଲେ। ତାପରେ ମୁଁ ଆଉ ମୋ ପିଲାମାନେ ଏଇ ଘରେ ରହୁଥିଲୁ। କିନ୍ତୁ 12 ବର୍ଷ ତଳେ ଏଇ ରଶ୍ମି ଆଉ ତା ପରିବାର ଏଠିକି ଆସିଲେ। ସେମାନେ ପୂଜାରୀଙ୍କୁ ଡାକି ମତେ ଏଠି ବନ୍ଦୀ କରିଦେଲେ। ତାପରେ ମୋ ପିଲାମାନେ ଏକା ହେଇଗଲେ। ଦୟାକରି ମତେ ମାରନ୍ତୁନି ମା, ମୁଁ ନ ରହିଲେ ମୋ ପିଲାମାନେ ପୁଣି ଏକା ହେଇଯିବେ। ଦୟାକରି ଆମକୁ ମୁକ୍ତି ଦେଇଦିଅନ୍ତୁ ମା। ଶେଷରେ ମା ଦୁର୍ଗା ପିଶାଚିନୀ ଆଉ ତା ପିଲାମାନଙ୍କୁ ମୁକ୍ତି ପ୍ରଦାନ କଲେ। ତାପରେ ମା ଦୁର୍ଗା ରଶ୍ମି ଆଉ ରାଣୀକୁ ଆଶୀର୍ବାଦ କରି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ତାପରେ ରଶ୍ମି ତାର ପରିବାର ସହିତ ଖୁସିରେ ରହିଲା। ହାय ସାଙ୍ଗମାନେ, ଏଇ କାହାଣୀରୁ ଆମେ ଏଇଆ ଶିଖିଲେ ଯେ ସବୁବେଳେ ବାପା ମାଙ୍କର କଥା ମାନିବା ଉଚିତ। ଆଉ ମଣିଷର ରୂପରୁ ସେ ଭଲ କି ଖରାପ ତାହା ଜଣାପଡ଼େ ନାହିଁ। କାହାଣୀ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆହୁରି ଏମିତି ମଜାଦାର କାହାଣୀ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ହଁ, ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। କାହାଣୀ ପୁରା ଦେଖିଥିବାରୁ ଧନ୍ୟବାଦ। ବାଏ ବାଏ।